ତ ପିଲାମାନେ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ତୁମମାନଙ୍କୁ ପୁଣି ସ୍ୱାଗତ ଜଣାଉଛି। ତ ଆଜି ଭିଡ଼ିଓରେ ଆମେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାଷଣ ପାଇଁ ଆଲୋଚନା କରିବା। ତା ପୂର୍ବରୁ ଚ୍ୟାନେଲଟିରେ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନ୍କୁ ଦବାଇ ଦିଅ, ଯାହାଫଳରେ ଆମର ସମସ୍ତ ଭିଡ଼ିଓ ତୁମମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ତ ବିନା ଡେରି କରି ଚାଲ ଭିଡ଼ିଓକୁ ଆରମ୍ଭ କରିବା। ଆମେ ସମସ୍ତେ ଜାଣିଛେ 26 ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ, କିନ୍ତୁ 26 ଜାନୁଆରୀକୁ ହିଁ କାହିଁକି ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ, ଅନ୍ୟ ତାରିଖରେ କାହିଁକି ନୁହେଁ? ତ ଏହି ପ୍ରଶ୍ନର ଉତ୍ତର ତୁମେମାନେ କମେଣ୍ଟରେ ନିଶ୍ଚୟ କହିବ। ତ ଆମେ ଏବେ ତା'ର ଭାଷଣର ବିଷୟରେ ଆଲୋଚନା କରିବା। ହୃଦୟ ଆମର ଗୋଟିଏ, ଗୋଟିଏ ଆମର ଜୀବନ, ଭାରତ ମାତା ଆମର, ଆମେ ଏହାର ସନ୍ତାନ। ବରଣ୍ୟ ସଭାପତି ମହୋଦୟ, ସମ୍ମାନନୀୟ ପ୍ରଧାନାଚାର୍ଯ୍ୟ, ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଓ ଉପସ୍ଥିତ ସଜ୍ଜନ ମଣ୍ଡଳୀ, ଆପଣମାନେ ମୋର ଭକ୍ତିପୂତ ପ୍ରଣାମ ଘେନିବେ। ଏଠାରେ ମୋ ସାଥେ ଉପସ୍ଥିତ ମୋର ଛୋଟ ବଡ଼ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଆଜିର ଏ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ମୋର ଏହି ସୁଜଳା ସୁଫଳ ଶସ୍ୟ ଶ୍ୟାମଳା ଭାରତ ଜନନୀର ଶ୍ରୀଚରଣରେ ମଥାନତ କରିବା ସହ ମୋର ଏହି ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାକୁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଅନାବିଳ ଭକ୍ତି ସୁମନ ଅର୍ପଣ କରୁଛି। ଏଥିସହିତ ଆଜି ପରି ଏହି ଦିନରେ ଆପଣମାନଙ୍କୁ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମେ ସମସ୍ତେ ଜାଣୁ ଯେ ଏହି ଦିନଟିକୁ ସମଗ୍ର ଦେଶରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯାଏ, କାରଣ 1950 ମସିହାର ଠିକ୍ ଆଜିର ଏହି ଦିନରେ ଆମର ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବାର ଗୌରବ ହାସଲ କରିଥିଲା। ଏଣୁ ଏହି ଗୌରବମୟ ମୁହୂର୍ତ୍ତଟିକୁ ସ୍ମରଣୀୟ ରଖିବାକୁ ଆଜିର ଏହି ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ଆଜିର ଏ ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ ଅଟେ। ଯଦିଓ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା, ତଥାପି ଆମ ଦେଶ ପାଇଁ ଶାସନ ଖସଡ଼ା ପ୍ରସ୍ତୁତ ହୋଇନଥିଲା। ଏଣୁ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ତାଙ୍କ ହାତରେ ଏ ଦେଶ ସମ୍ବିଧାନ ପ୍ରସ୍ତୁତ କରିବାର ଦାୟିତ୍ୱ ନ୍ୟସ୍ତ କରାଗଲା। ପରିଶେଷରେ ଏହି କମିଟି ଭାରତକୁ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଗଢ଼ି ତୋଳିବା ନିମନ୍ତେ ଏକ ସମ୍ବିଧାନ ପ୍ରସ୍ତୁତ କରିଥିଲେ, ଯାହାକି 1949 ମସିହା ନଭେମ୍ବର 24 ତାରିଖରେ ଦେଶ ଦ୍ୱାରା ଗୃହୀତ ହେଲା ଓ 1950 ମସିହା ଜାନୁଆରୀ 26 ତାରିଖ ଦିନଠାରୁ କାର୍ଯ୍ୟକାରୀ ହେଲା। ସେହି ଦିନଠାରୁ ଜାନୁଆରୀ ମାସ 26 ତାରିଖକୁ ଆମେ ଆମ ଦେଶରେ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ରୂପେ ଧୁମଧାମରେ ପାଳନ କରାଯାଇଥାଏ। ଭାରତ ସମଗ୍ର ପୃଥିବୀରେ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ସମ୍ବିଧାନ ଆମ ପାଇଁ ଏକ ବିଶେଷ ମହତ୍ତ୍ୱ ରଖେ। ଏଣୁ ଏ ଦିଗରେ ଜନ ସଚେତନତା ସୃଷ୍ଟି କରିବା ଆଜି ଦିନର ଏକ ଅସଲ ଅଭିମୁଖ୍ୟ ଅଟେ। ଆମେ ସମସ୍ତେ ଜାଣୁ ଆଜି ଦିନର ମୁଖ୍ୟ ଉତ୍ସବ ପାଳିତ ହୁଏ ଆମ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀଠାରେ। ଯେଉଁଦିନ ଦିଲ୍ଲୀ ନଗରୀ ସଜ୍ଜିତ ହୁଏ ଏକ ନବବଧୂର ବେଶରେ, ପ୍ରଧାନମନ୍ତ୍ରୀ ଦେଶର ଜାତୀୟ ପତାକା ଉତ୍ତୋଳନ ପରେ ଜାତି ଉଦ୍ଦେଶ୍ୟରେ ପ୍ରଦାନ କରନ୍ତି ଏକ ଭାବଗର୍ଭକ ଅଭିଭାଷଣ। ଦେଶ ବିଦେଶରୁ ଛୁଟି ଆସନ୍ତି ଅଗଣିତ ଲୋକ ଏହି ମହାନ ଉତ୍ସବଟିକୁ ମନ କରି ଉପଭୋଗ କରିବାକୁ। କେବଳ ଦିଲ୍ଲୀ ନଗରୀ ନୁହେଁ, ନଗର ଠାରୁ ସହର ଯାଏ, ସହରଠୁ ପଲ୍ଲୀ ଯାଏଁ ସବୁଠି ପାଳିତ ହୁଏ ମହୋତ୍ସବ। ସବୁଠି ଖେଳିଯାଏ ଏକ ଆନନ୍ଦ ଓ ଉନ୍ମାଦର ଲହରୀ, କିନ୍ତୁ ଦେଶପ୍ରେମୀକୁ ବହୁ ଜନନାୟକ ମନରେ ଆଜି ବି ଉଙ୍କି ମାରେ ପ୍ରଶ୍ନଟିଏ, ସତରେ ଆମେ କ'ଣ ସ୍ୱାଧୀନ? ମନରେ ସନ୍ଦେହ ଜାତ ହୁଏ। ହଜାର ହଜାର ଲୋକଙ୍କ ବଳିଦାନର ଫଳ ଆଜିର ଏକ ସ୍ୱାଧୀନତା। ତାଙ୍କ ପାଇଁ ଆମେ ଏବେ ଏକ ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ। ଆସନ୍ତୁ ଆମେ ସମସ୍ତେ ଆଜିର ଏ ଶୁଭ ମୁହୂର୍ତ୍ତରେ ଶପଥ ନେବା
କି ଦେଶର ସାମୂହିକ ସ୍ୱାର୍ଥ ସମ୍ମୁଖରେ ବ୍ୟକ୍ତିଗତ ସ୍ୱାର୍ଥକୁ କେବେ ହେଲେ ପ୍ରଶ୍ରୟ ଦେବା ନାହିଁ। ବହୁ କଷ୍ଟଲବ୍ଧ ସ୍ୱାଧୀନତାର ସଦୁପଯୋଗ କରି ଦେଶକୁ ବିଶ୍ୱ ଦରବାରରେ ଏକ ଉଚ୍ଚ ଆସନରେ ପ୍ରତିଷ୍ଠିତ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା। ଏମିତିକି ଏକ ଆଶା ଓ ବିଶ୍ୱାସ ସହ ମୁଁ ମୋର ବକ୍ତବ୍ୟକୁ ଏଠି ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଭିଡ଼ିଓ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବା। ତା ସହିତ ଯଦି ଭିଡ଼ିଓ ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବା ଭୁଲିବନି।